ତିନି ପୁଅର ମା ଏବେ ବୃଦ୍ଧାଶ୍ରମରେ। ବାପା ମା ପିଲାମାନଙ୍କୁ ନିଜ ଜୀବନ ଦେଇ ରକ୍ତକୁ ପାଣି କରି ଭଲ ଭାବରେ ପାଳିପୋଷି ବଡ଼ କରିଥାନ୍ତି, ଭଲ ମଣିଷ କରି ସମାଜରେ ପ୍ରତିଷ୍ଠିତ କରିଥାନ୍ତି। ନିଜ ପେଟରେ ଓଦା କନା ଦେଇ ନ ଖାଇ ନ ପିଇ ପିଲାମାନଙ୍କୁ ଖାଇବାକୁ ଯୋଗାଇଥାନ୍ତି। ଗୋଟିଏ ମା ପାଖରେ ତିନି ତିନି ପୁଅ ରହିପାରନ୍ତି, କିନ୍ତୁ ଆଜି ତିନି ପୁଅଙ୍କ ପାଖରେ ଗୋଟେ ମା ରହିପାରୁନି। ମାଟି ଆଜି ଅଲୋଡ଼ା ହୋଇପଡ଼ିଛି। ଏଭଳି କୋହଭରା କଣ୍ଠରେ କହିଛନ୍ତି ଜଣେ ମା ତାଙ୍କ ଦୁଃଖର କାହାଣୀ। ଆମ ନ୍ୟୁଜ ଲକ୍ଷ୍ମୀ 17 ପହଞ୍ଚିଲା ସାଲେପୁର ନେମାଳ ନିକଟସ୍ଥ ନଗସପୁର ଗାଁର ମା ଜଣକ ରହୁଥିବା ବୃଦ୍ଧାଶ୍ରମରେ। ଅନ୍ନପୂର୍ଣ୍ଣା ମାଉସୀଙ୍କ ପାଖରେ ପହଞ୍ଚିଥିଲା ଆମର ଟିମ୍। ବୟସର ଅପରାହ୍ନରେ ପହଞ୍ଚି ସାରିଛନ୍ତି ଅନ୍ନପୂର୍ଣ୍ଣା ମାଉସୀ। ବୟସ ହେବ 77। ତାଙ୍କର 3ଟି ପୁଅ ଓ ଗୋଟେ ଝିଅ ଅଛନ୍ତି, କିନ୍ତୁ ଦୁଃଖର ବିଷୟ ବାର୍ଦ୍ଧକ୍ୟ ଅବସ୍ଥାରେ ମାର ସାହାରା କେହି ସନ୍ତାନ ହୋଇପାରିଲେ ନାହିଁ। ମାଟିଏ ଆଜି ସବୁ ପିଲାଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଛି। ଶୁଣନ୍ତୁ ମାଉସୀଙ୍କ ମୁହଁରୁ ଦୁଃଖର କାହାଣୀ। ଅନ୍ନପୂର୍ଣ୍ଣା ପଲେଇ ଘର ହେଉଛି ନେମାଳ। ଘର ନେମାଳ ପାଖରୁ 1 କିଲୋମିଟର ବାଟ ହେଉଛି ନଗସପୁର ବ୍ରହ୍ମପୁର। ବୟସ ହେଲାଣି 76 ପୁରୀ 77 ଚାଲିଲା ବୈଶାଖରୁ। ବାପା ସେ କଥା, ମୁଁ ତ ୱାର୍ଡ ମେମ୍ବର ଥିଲି 5 ବର୍ଷ ବିଜେଡି ନବୀନ ପଟ୍ଟନାୟକ। ଆଶ୍ରମକୁ ଆସିଲି କ'ଣ, ମୋର ତ 3 ପୁଅ, ସେ ସବୁ ଭିନି ଭାନି ହେଇଗଲେ। ଭିନି ଭାନି ହେଇଗଲା ପରେ ସରପଞ୍ଚ କହିଲା ଯେ ବଡ଼ ପୁଅ ସାନ ପୁଅ ପାଖରେ ମା ରହୁ, ବଡ଼ ପୁଅ ମଝିଆ ପୁଅ ପାଖରେ ବାପ ରହୁ। ବଡ଼ ପୁଅ କହିଲା ମୁଁ ତ ପାରାଦୀପରେ ଅଛି, ମୁଁ ନେଇକି ରଖିପାରିବିନି, ଆଉ ସିଏ ଯାହା ହେବ ମୁଁ ପଇସା ଆକାରରେ ଯାହା ଦେବି, ମାସକୁ ତାଙ୍କୁ 200 ଟଙ୍କା ଲେଖା ମାସକୁ 2 ଜଣଙ୍କୁ 400 ଟଙ୍କା ଦେବି। ଦେଲା ପରେ ସେ ସେଠୁ ମୁଁ ମୋ ସାନ ପୁଅ ପାଖରେ ରହିଲି। ସାନ ପୁଅ ପାଖରୁ ମାସେ କେତେ ଦିନ ରହିଲା ପରେ ସେମାନେ ଯେଉଁ ଭାଷା କହିଲେ ମୋ ମା ପାଖ ସହିବା କଥା ନୁହେଁ। ଆଉ ସେଠି ମୁଁ କହିଲି ନାଇଁ ମୁଁ ରହିପାରିବିନି। ସେଠୁ ସରପଞ୍ଚ ପାଖକୁ ଯାଇକିରି ମୁଁ ତାକୁ କହିଲି ନାଇଁ ମୋର ମୁଁ ହାତରେ ରୋଷେଇ କରିକି ଖାଇବି। ସେଠୁ ବଡ଼ ପୁଅ ପାଖକୁ ଫୋନ୍ କରି ମୁଁ କହିଲି ବଡ଼ ପୁଅ କହିଲି ତୁ ମୋତେ କିଛି ଖର୍ଚ୍ଚ ଦେବୁ, ମୋର ମୁଁ ଭତ୍ତା ପାଉଛି, ଚାଉଳ ପାଉଛି, ମୋର ମୁଁ ଖାଇବି ରହିବି। ଆଉ ଏଇ ରହିଲା ପରେ ସେଠୁ ତାପରେ ତ ମୋର 5 ବର୍ଷ କ୍ଲିୟର ହେଇଗଲା ୱାର୍ଡ ମେମ୍ବରର। ସେଠୁ ତାପରେ ପୁଣି ସେମାନେ କହିଲେ ଯେ 5 ବର୍ଷ ତୁମେ ଛିଡ଼ା ହୁଅ। ମୁଁ ଛିଡ଼ା ଉପରେ ନମିନେସନ୍ କଲା ପରେ ସେମାନେ ସବୁ ମୁସଲିମ ସବୁ ଇଏ ହେଇକି ଏକଜୁଟ ହେଇକି ସିଏ ସବୁ ତାଙ୍କ ଇଏ କଲି ନେଲେ। ସେବା କଣଙ୍କର ମୁଁ ତ ଆସିକି ଭଲରେ ଏଇଠି ରହିଛି ବାପା। ଆଉ ମୁଁ ଯାହା ଖାଇନଥିଲି ତା ଖାଉଛି, ଯାହା ପିନ୍ଧିନଥିଲି ତା ପିନ୍ଧି ମୁଁ 1 2 ଖଣ୍ଡ 3 ଖଣ୍ଡ ଲୁଗା ନେଇକିରି ଆସିଥିଲି ଏଠିକି। ଆସିକିରି ମୁଁ ଏଠି ମୁଁ ଭଲରେ ଅଛି। ସ୍ୱାମୀ ୱାୟାରଲେସ୍ରେ ଅପରେଟର ଥିଲେ, ଏବେ ଆଜ୍ଞା ଘରେ ଅଛନ୍ତି। ରିଟାୟାର ହେଲେନି କ'ଣ ତାଙ୍କର ମୁଣ୍ଡ ହେଲା, ମାରଧାରା ମୋତେ କଲେ। ଏଇ ଚୁଟି ମୋର କାଟିଦେଲା, କଟୁରୀ ମୁଁ ଏମିତି ବଇଛି, ଚୁଟି କାଟି ପକେଇଲା, ହାତରେ ବାଡ଼େଇକି ସବୁ ବ୍ୟାଣ୍ଡେଜ୍ ହେଇଥିଲା। ଛୁଆ ସବୁ ଗୋଟେ ବଡ଼ ପୁଅ ହେଇଥିଲା 5 ବର୍ଷର, ସାନ ପୁଅ ହେଇଥିଲା 3 ବର୍ଷର, ଆଉ ତା ତଳର ପୁଅ ହେଇଥିଲା 2 ବର୍ଷର। ଏମିତି ନେଇକି ତାଙ୍କୁ ସାନ ପୁଅକୁ ନେଇକିରି ବାପ ଘରେ ରହିଲି 10 ବର୍ଷ। ତାକୁ 10 ବର୍ଷର କରିକି ଆଣିଲି, 7 ମାସରେ ନେଇଥିଲି 10 ବର୍ଷର କରିକି ଆଣିଲି। ଆଣିବା ପରେ ପୁଣି ଏ ଝୁଅଟିଏ ହେଲା। ସେକେଣ୍ଡ ପୁଅ ସେମିତି ବାପା କଥାରେ କହିଛି କ'ଣ ତମେ ଆପଣ ତ ପୁଅ, ମୁଁ ତ ମା, ଆଉ କ'ଣ କହିବି। ସେମିତି ସଂସାର ଠେଲି ପେଲିକିରି ନେଇକିରି ପୁଅ 3ଟା ହେଲେ। ତାପରେ ଝିଅ 10 ବର୍ଷରେ ଝିଅଟିଏ ହେଲା। ଆଉ ସମସ୍ତେ ଆମେ ଘରେ ଥାଇକିରି ପୁଅକୁ ବଡ଼ ପୁଅକୁ ବାହାର କଲି, ମଝିଆ ପୁଅକୁ ବାହାର କଲି, ସାନ ପୁଅକୁ ବାହାର କଲି, ଝିଅକୁ ବାହାର କଲି। ଜମି ବିକ୍ରି କରିକିରି ତାର ଜେଜେମା ଜମି ବିକ୍ରି କରିକିରି ସେ ତାର ବାହାର କଲା। ବାହାର କଲା ପରେ ସେଠୁ ତାପରେ ଏମାନେ ସବୁ ଆଜିକାଲି ଭାଇ ଭଗାରୀ ତ, ସେମାନେ କ'ଣ କରିବେ, ଆମେ କେମିତି ଭଲରେ ଆମେ ନିଜେ ରହିବୁ। ଆଜି ମାଉସୀଙ୍କ କଥା ଶୁଣି ଆମେ ଚକିତ ହୋଇଗଲୁ। ଆଉ ଛାତି ଫଟା କୋହଭରା କଥା ଶୁଣି ସେଠାରୁ ମାଉସୀଙ୍କୁ ସମବେଦନା ଜଣାଇ ମନ ଦୁଃଖରେ ଫେରି ଆସିଲୁ। ଆଜି ଆମ ସମାଜରେ ଏଭଳି ଅନେକ ଅନ୍ନପୂର୍ଣ୍ଣା ମାଉସୀ ଅଛନ୍ତି, ଯିଏକି ନିଜ ସନ୍ତାନଙ୍କ ପାଖରେ ଅଲୋଡ଼ା। ମା ହିଁ ସମ୍ପଦ, ମା ହସିଲେ ଆମ ଦୁନିଆ ହସେ। ଆମ ନ୍ୟୁଜ ଲକ୍ଷ୍ମୀ 7 ପରିବାର ତରଫରୁ ସମସ୍ତଙ୍କୁ ଅନୁରୋଧ, ସମସ୍ତେ ଜଣେ ଜଣେ ଶ୍ରବଣ କୁମାର ହୁଅନ୍ତୁ।
सालेपुर नेमाळରୁ ଲକ୍ଷ୍ମୀପ୍ରିୟାଙ୍କ ରିପୋର୍ଟ ନ୍ୟୁଜ୍ ଲକ୍ଷ୍ମୀ 7।